ବହୁତ ଦିନ ପୂର୍ବରୁ ଯେଉଁ ଡାଳପତ୍ର ସବୁ ଭଙ୍ଗା ଯାଇଥିଲା ଆଜି ଗାଡ଼ି ଆସି ସେ ସବୁକୁ ନେଇଗଲା। ତାପରେ ଆମେ ଆଜି ଟିକେ ବାହାରି ପଡ଼ିଥିଲୁ ମାର୍କେଟ, ହେଲମେଟ୍ ଟିକେ ଭୁଲି ଯାଇଥିଲେ, ସେଥିଯୋଗୁଁ ସ୍ୱାମୀ ଆଣିକି ଦେଇଦେଇଥିଲେ। ଦେଖନ୍ତୁ ବାପରେ ବାପ କେଡ଼େ ବଡ଼ ବାଇଗଣ ଏଠି ସବୁ ମିଳୁଛି। ତ ମାନେ ଆମର ଓଡ଼ିଶାରେ ତ ଏରା ଜମା ବି ମିଳୁନି, ଏଠି କେତେ ବଡ଼ ବଡ଼ ସବୁ ବାଇଗଣ ମିଳୁଛି। ତ ଆମେ ପହଞ୍ଚି ଯାଇଥିଲୁ ଯାଇକି ରିଲାଏନ୍ସରେ। ତ ରିଲାଏନ୍ସରୁ କିଛି ସାମାନ ପତ୍ର ଆଜି ଆମେ ଆଣି ଦେଇଥିଲୁ କିଣିକି। ତ ଏଠି କେହି ନଥିଲେ ବୋଲି ବାବା ଆମର ନିଜେ ନିଜେ ପ୍ୟାକିଂ କରିଦେଉଛନ୍ତି। ଏପଟେ ଥିଲା ଫଳମୂଳ, ତ ନେଇକି ସବୁ ଜଲ୍ଦି ପଳେଇ ଆସିଥିଲୁ କାରଣ ଆଜି ଘରେ ଗୋଟେ ଛୋଟ ପାର୍ଟିଟେ ଦବାର ଥିଲା। ଯେହେତୁ ଭାଇନା 2 ମାସ ପୂର୍ବରୁ ପୋଷ୍ଟିଂ ଆଉଟ୍ ହେଇଯାଇଥିଲେ, ତ କିନ୍ତୁ ଭାଉଜ ଏଠି ରହୁଛନ୍ତି ବୋଲି ଭାଇନା ଆସିଥିଲେ ଏବେ ଛୁଟିରେ। ତ ସେଥିଯୋଗୁଁ ତାଙ୍କୁ ଗୋଟେ ଛୋଟ ପାର୍ଟିଟେ ଆଜି ଦିଆଯାଉଥିଲା। ତ ସ୍ନାକ୍ସ ସହ କିଛି ଡିନରର ପ୍ରିପାରେସନ୍ ମଧ୍ୟ ହେଇଥିଲା। ଶେଷରେ କ୍ରିଷ୍ଣାଙ୍କ ସହ ଟିକେ ଖେଳା ଯାଇଥିଲା କାରଣ ସେ ବହୁତ ଦିନ ରହିବେନି, ସେ ଅଳ୍ପ ଦିନ ରହିକି ଓଡ଼ିଶା ପଳେଇବେ। ତ ଆମେ ବି ଏଠି ରୁମ୍ ଚେଞ୍ଜ କରିଦେବୁ ବହୁତ ଜଲ୍ଦି। ତ ସେଥିଯୋଗୁଁ ବହୁତ କମ୍ ଏବେ କ୍ରିଷ୍ଣାଙ୍କ ସହ ଦେଖା ହେବ। ତ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ। ଜୟ ଜଗନ୍ନାଥ।